आज ଜାଗର ଅମାବାସ୍ୟାରେ ସମସ୍ତଙ୍କୁ ଅଭିନନ୍ଦନ। ମୁଁ ଆପଣଙ୍କୁ ଜାଗର ଅମାବାସ୍ୟାରେ ମଙ୍ଗଳମୟ ଭଗବାନ ଶିବଙ୍କ ବିଷୟରେ କିଛି କହିବାକୁ ଯାଉଛି। ଏକ ବୀଜ ସେ ବେନିଫାଳ, ଏକ ସେ ନୁହନ୍ତି ଯୁଗଳ। ସେ ହେଉଛନ୍ତି ପୁରୁଷ, ସେ ହେଉଛନ୍ତି ପ୍ରକୃତି ରୂପରେ ସ୍ତ୍ରୀ। ତାଙ୍କରି ଅଙ୍ଗରୁ ପ୍ରକୃତି ଆସିଛନ୍ତି। ତାଙ୍କର ନାମ ହେଉଛି ପାର୍ବତୀ ଏବଂ ପାର୍ବତୀ ଯାହାର ପାରିଲା ପଣିଆ ରହିଛି। ତେଣୁ ଏ ପାରିଲା ପଣିଆ ନେଇ ତାଙ୍କର ଦୁଇଟି ଅବତାରର କଥା ମୁଁ କହୁଛି ଆପଣମାନଙ୍କ ଆଗରେ। ଇଏ ହେଉଛନ୍ତି ମା ଜଗତଜନନୀ ଦୁର୍ଗା। ଏ ଦୁର୍ଗାଙ୍କୁ ପଚରାଗଲା, ମା ଆପଣଙ୍କ ପାଖରେ ଲକ୍ଷ୍ମୀ ଅଛନ୍ତି, ସରସ୍ୱତୀ ଅଛନ୍ତି, ଗଣେଶ ଅଛନ୍ତି, କାର୍ତ୍ତିକ ଅଛନ୍ତି, ଏହା କିପରି ସମ୍ଭବ ହେଲା? ଏହାର ଉଦ୍ଦେଶ୍ୟ କ'ଣ? ମା ଜଗତଜନନୀ କହିଲେ ଏହା ଦ୍ୱାରା ସଂସାରବାସୀ ଜାଣିବେ ମୁଁ ମୋର ସ୍ୱାମୀଙ୍କୁ ମଥାରେ ବହନ କରି ତାଙ୍କର ଆଜ୍ଞା ନେଇ ତାଙ୍କର ଆଦେଶ ନିର୍ଦ୍ଦେଶ କ୍ରମେ ଯାହା ସବୁ କରିଛି, ଏଥିରେ ମୋର କୌଣସି ପ୍ରକାର ନିଜର ଇଚ୍ଛା ଶକ୍ତି ନାହିଁ। ତେଣୁ ସ୍ୱାମୀଙ୍କ ଅନୁଗତା ଯୋଗୁଁ ମୋ ପାଖରେ ମୋର ସ୍ୱାମୀଙ୍କୁ ସନ୍ତୁଷ୍ଟି, ମୋର ସେ ହେଉଛନ୍ତି ପରମଗୁରୁ। ତେଣୁ ତାଙ୍କର ସନ୍ତୁଷ୍ଟି ନେଇକି ମୋ କୋଳରେ ଆସିଛନ୍ତି ଲକ୍ଷ୍ମୀଙ୍କର ଗୁଣ ଥିବା ଭଳି କନ୍ୟା, ସରସ୍ୱତୀଙ୍କ ଗୁଣ ଥିବା ଭଳି କନ୍ୟା, ଗଣେଶଙ୍କ ଭଳି ଗୁଣ ଥିବା ପୁତ୍ର, କାର୍ତ୍ତିକେୟଙ୍କ ପରି ଗୁଣ ଶକ୍ତିମାନ ପୁତ୍ର। ଏହାର ତାତ୍ପର୍ଯ୍ୟ ହେଉଛି ମୁଁ ଲକ୍ଷ୍ମୀ ସରସ୍ୱତୀଙ୍କୁ ସୃଷ୍ଟି କରିନାହିଁ, କିନ୍ତୁ ଏମାନେ ହେଉଛନ୍ତି ସବୁ ଗୁଣଧାରୀ। ଯେଉଁ ସ୍ତ୍ରୀ ଲୋକ, ଯେଉଁ ନାରୀ ନିଜ ମସ୍ତକରେ ସ୍ୱାମୀଙ୍କୁ ବହନ କରି ଚାଲେ, ତାକୁ ତାର ଭାଗ୍ୟରେ ମିଳେ ଏଇଭଳି ଗୁଣଯୁକ୍ତ କନ୍ୟା ଏବଂ ପୁତ୍ର ସନ୍ତାନ ମାନେ। ଅପର ପାର୍ଶ୍ୱଟି ପ୍ରଶ୍ନ କରାଗଲା, ମହାମାୟା ମା କାଳୀ, ଆପଣଙ୍କର ଏ ଭୂତ ପ୍ରେତ ଭଳିଆ ସନ୍ତାନ କାହିଁକି ହେଲେ? ଏ ଭୂତ ପ୍ରେତ ଭଳି ଗୁଣଧାରୀ ସନ୍ତାନ ମାନେ ଆପଣଙ୍କ ଭିତରେ କେମିତି ଆସିଲେ? ମହାମାୟା କାଳୀ କହୁଛନ୍ତି, ସଂସାର ଆଜି ଦେଖୁ, ମୋ ଜୀବନରେ ମୁଁ ହେଉଛି ଗୋଟିଏ ଅମାନିଆ ଲୋକ। ଏ ସଂସାର ଭିତରେ ଯେ କି ମୋ ନିଜ ଇଚ୍ଛା, ମୋତେ ଯାହା ଭଲ ଲାଗିଲା ମୁଁ ତାହା କରେ, କାହା କଥା ମାନେନି। ସ୍ୱାମୀଙ୍କର ମର୍ଯ୍ୟାଦାକୁ ପାଦରେ ଦଳି ଦେଇକି ମୁଁ ସଦାବେଳେ କାର୍ଯ୍ୟ କରୁଥାଏ। ସ୍ୱାମୀ ଯେତେ ବାରଣ କରିବା ସତ୍ତ୍ୱେ ଏ ଜ୍ଞାନକୁ ମୁଁ ଗ୍ରହଣ କରିପାରିଲି ନାହିଁ। ନିଜ ଇଚ୍ଛାରେ, ନିଜର ମନର ଲାଳସା, ନିଜର ତୃପ୍ତି ମେଣ୍ଟାଇବା ପାଇଁ ମୋର ଯେଉଁ ପ୍ରକୃତି ସୃଷ୍ଟି ହେଲା, ସେଥିରେ ମୋର ଏଇଭଳି ଭାବରେ ଭୟଙ୍କର ଯୁକ୍ତ ଗୁଣ, ଉଲଗ୍ନ ଗୁଣ ନରମୁଣ୍ଡ ଧାରଣ କରିଛି ଏବଂ ବିଭତ୍ସ ବାକ୍ୟ ବ୍ୟବହାର ପ୍ରୟୋଗ କରି କରି ମୁଁ ଏ ସ୍ୱାମୀଙ୍କର ଅଭିଶାପକୁ ମୁଁ ନେଇ ଆସିଲି। ମୋ ସ୍ୱାମୀ ମୋତେ ଅଭିଶାପ ଦେଇନାହାନ୍ତି, କିନ୍ତୁ ଏ ବିଧିର ବିଧାନ ଅନୁସାରେ, ଏ ସୃଷ୍ଟିର ବିଧାନ ଅନୁସାରେ ମୋତେ ତାର ଫଳ ସ୍ୱରୂପ ମିଳିଛନ୍ତି। ମୋର ଯେଉଁ ପୁତ୍ର କନ୍ୟା ମାନେ ସବୁ ସୃଷ୍ଟି ହେଲେ, ସେମାନେ ସବୁ ହେଉଛନ୍ତି ମହାଭୟଙ୍କର ଏବଂ ସେମାନଙ୍କଠି ଭୟଙ୍କର ଗୁଣଯୁକ୍ତ ସବୁ ଅଛି, ଯାହାକି ମୋତେ ଶେଷ ବେଳକୁ ଗ୍ରହଣ କରିବାକୁ ପଡ଼ୁଛି। ଏ ସମାଜକୁ ମୁଁ ବାର୍ତ୍ତା ଦେଉଛି ଯେ ଯେଉଁ ନାରୀ ଏଇଭଳି ଭାବରେ ସ୍ୱାମୀଙ୍କୁ ପ୍ରତି କ୍ଷେତ୍ରରେ ପଦଦଳିତ କରି ତାଙ୍କୁ ଦବେଇକି ଚାଲେ, ଦାବିକି ଚାଲେ ଏବଂ ତାଙ୍କର କୌଣସି ପ୍ରକାର ଇଚ୍ଛା ଶକ୍ତିକୁ ସେ ନିଜ ଇଚ୍ଛାରେ କାର୍ଯ୍ୟ କରିବାର ଆଗ୍ରହ ଉତ୍ସାହ ନ କରେ, ଅମାନିଆ ହୁଏ, ତାର ଫଳ ହୁଏ, ସେ ଗଛର ଫଳଟା ହୁଏ ଏଇଭଳି ଭାବରେ ସବୁ ମଦନ ସୁଣ୍ଡା ସନ୍ତାନ, ଯେଉଁମାନେ ନିଜର ଦୁଃଖର କାରଣ, ପରିବାରର ଦୁଃଖର କାରଣ, ସମାଜର ଦୁଃଖର କାରଣ। ତେଣୁ ମୋ ଠାରୁ ସମସ୍ତେ ଦେଖି ସତର୍କ ରହିବା ପାଇଁ ମୁଁ ଆଜି ଏ ବେଶ ଧାରଣ କରିକି ଏ ଗୁଣ ଜ୍ଞାନକୁ ବିତରଣ କରୁଛି। ଏ ଜାଗର ଅମାବାସ୍ୟାରେ ସମସ୍ତେ ସତର୍କ ହେବେ। ଏ ଅନ୍ଧକାର ପଥ ଭିତରେ ଏ ଜୀବନ କାଳକୁ ନ କଟାଇ ଆପଣମାନେ ଏ ଆଲୋକ ପଥରେ, ଜଗତଜନନୀ ମା ଦୁର୍ଗାଙ୍କ ପଥରେ ପରିଚାଳିତ ହେବା ପାଇଁ ବିଶେଷ ଭାବରେ ଅନୁରୋଧ। ଏହାଦ୍ୱାରା ଆପଣଙ୍କର ସମସ୍ୟା ସମାଧାନ ହେବ। ନଚେତ୍ ଖାଲି ଭୋଗ ଥାଳି, ଦୀପ ଧୂପ ଧରି ମନ୍ଦିରକୁ ଧାଇଁଲେ ଏ ଉପାସନା ମାନସିକ ଶାନ୍ତି ଟିକେ ଦେବ ସିନା, କିନ୍ତୁ ଆପଣଙ୍କ ସମସ୍ୟା ସମାଧାନ କରିପାରିବ ନାହିଁ। ତେଣୁ ଏ ସଚେତନତା
आपण मानक पाई ए जागर अमावास्या आज संकल्प नहीं जहाँ ज्ञान पाँच से अनुसार निजर आचरण को बदलने को चेष्टा करूँ। रहुछि नमस्कार।